ନୂଆବର୍ଷ ଉପଲକ୍ଷେ ବାଲିଆପାଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୁଜନିକା ପକ୍ଷରୁ ରାଜ୍ୟସ୍ତରୀୟ ସାହିତ୍ୟ ସାରସ୍ୱତ ସମାରୋହ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବୟିତ୍ରୀ ତଥା ଶିକ୍ଷୟିତ୍ରୀ ସରିତା ମହାନ୍ତିଙ୍କର କବିତା ପୁସ୍ତକ ମଧୁମକ୍ଷିକା ଉନ୍ମୋଚିତ ହୋଇଥିଲା। ଏଥିରେ ଅତିଥି ଭାବେ ସୁଜନିକା ସମ୍ପାଦକ ଅଧ୍ୟାପକ ସୁକାନ୍ତ କୁମାର ଗିରି, ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁଭାଷିନୀ ଜେନା, ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡକ୍ଟର ଆଦିତ୍ୟ କୁମାର ପାତ୍ର, ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ, ଶିକ୍ଷାବିତ୍ ନାରାୟଣ ସାହୁ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଜୟନ୍ତ ପାଣିଗ୍ରାହୀ ଓ ସୁଧାଂଶୁ ଶେଖର ଜେନା ପ୍ରମୁଖ ଯୋଗଦେଇ କବିତା ପୁସ୍ତକ ମଧୁମକ୍ଷିକାର ଶୁଭ ଉନ୍ମୋଚନ କରିଥିଲେ। ଶ୍ରୀମତୀ ମହାନ୍ତି ଜଣେ ଆଦର୍ଶ ଶିକ୍ଷୟିତ୍ରୀ ସହ ଜଣେ ସୁଲେଖିକା। ତାଙ୍କ ଜୀବନରେ ସେ ଅନେକ କବିତା ଲେଖିବା ସହ ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ଲେଖା ଏହିପରି ଜାରି ରହିବା ସହ କବିତା ମାଧ୍ୟମରେ ସମାଜର ସଂସ୍କାର ଆଣିଥିବାରୁ ଅତିଥିମାନେ ତାଙ୍କର ଗୁଣଗାନ କରିଥିଲେ। 47 ଗୋଟି ବିଭିନ୍ନ କବିତାକୁ ନେଇ ପୁସ୍ତକ ମଧୁମକ୍ଷିକା ମୋର ଦ୍ୱିତୀୟ କବିତା ପୁସ୍ତକ। ଏହି ପୁସ୍ତକକୁ ମୋର ମାତା ପ୍ରମୋଦିନୀ ମହାନ୍ତିଙ୍କର ଉଦ୍ଦେଶ୍ୟରେ ଉତ୍ସର୍ଗିତ କଲି ଓ ଭଗବାନଙ୍କର ଇଚ୍ଛା ଥିଲେ ଆଗକୁ ମୋର ରଚିତ ଅନେକ କବିତାକୁ ନେଇ ନୂଆ ବହି କରିବାର ଆଶା ରଖିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। କିଛି ବେଶୀ ପରିମାଣରେ କଦଳୀ ଧରିକି ପଳେଇ ଆସିଲେ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ପାଖକୁ। ପ୍ରଫୁଲ୍ଲ ଚନ୍ଦ୍ର ରାୟ ସେ କଦଳୀ ଦେଖି ଭାରି ବିରକ୍ତ ହେଲେ ଏବଂ ଏତେ ମାତ୍ରାରେ ବିରକ୍ତି ଭାବ ପ୍ରକାଶ କଲେ ଏଇ ଯୋଉ ଶିଷ୍ୟ ଜଣକ ବହୁ ମାତ୍ରାରେ ଦୁଃଖୀ ହେଇଗଲେ। ଘାତ କହିକି ନାହାନ୍ତି, ସେ ତେଲୁଗୁ ଭାଷାକୁ ବି ଘାତ କହିଛି। ବର୍ତ୍ତମାନ ଆପଣ ଦେଖନ୍ତୁ ଭାରତବର୍ଷରେ ସାରା ପୃଥିବୀର ଘାତକ ଭାଷା ହଉଛି ସାହିତ୍ୟର ସେ ଗୋଟେ ମାହୋଲ ତାଙ୍କ ଦ୍ୱାରା ସାହିତ୍ୟର ମାହୋଲ ବାଲେଶ୍ୱର ସୃଷ୍ଟି ହେଇଛି। ଆମ ବାଡ଼ିର ସୁଯୋଗ୍ୟ ସନ୍ତାନ ସମୟ କ୍ଷେତ୍ରର ସମ୍ପାଦକ ଏଡିଟର ତାଙ୍କୁ ଆମେ ସମ୍ବର୍ଦ୍ଧିତ କରି ବହୁତ ଗୌରବାନ୍ୱିତ ମନେ କରୁଛୁ।